ସେଇଟା କହୁଛି ସୋହେଲା ସମାବେଶରେ ବୋନସ୍ ଦେବା ପାଇଁ 100 ଟଙ୍କା କହିଥିଲେ ସେଟା ବି ଦେଲେ ନାହିଁ ଏବଂ କାଳିଆ ଯୋଜନା କେତେ ଥରେ ତ ଦେଲେ ତ ସେମାନଙ୍କୁ ମନା ନାହିଁ ଆନ୍ଦୋଳନ କରିବା ପାଇଁ ତ ଗଣତନ୍ତ୍ରରେ କାହାକୁ ମନା ନାହିଁ ବୋଲା ସେମାନେ ତ ଗତ ଅଗଷ୍ଟ 16 ତାରିଖରୁ ଆନ୍ଦୋଳନ କରିବାର ଥିଲା ଆଉ ଗଲା କୁଆଡେ ଆନ୍ଦୋଳନ ତାଙ୍କର ବହୁତ କଥା ବଡ ବଡ କଥା କହନ୍ତି ସେମାନେ ବିଜେଡିର ଭବିଷ୍ୟତ ଯୋଉ ଅଛି ବେଶୀ ଲମ୍ବା ନୁହେଁ ମୁଁ ଆପଣଙ୍କୁ କହିସାରିଛି ଭୁବନେଶ୍ୱରରେ ବି କହିସାରିଛି ଭୁବନେଶ୍ୱରର ଆୟୁ ଯୋଉ ବିଜେଡିର ଆୟୁ ସରିବାକୁ ମତେ କହିସାରିଛି ନା ତାରିଖ ପୂର୍ବରୁ ବିଜେଡି ଅଭିଯୋଗ କରୁଛି ଯେ ବିଜେପି ହିଁ ଷଡ଼ଯନ୍ତ୍ର କରିକି ତାଙ୍କ ଲୋକଙ୍କୁ ନେଇଯାଉଛି ଆଗରୁ ସେମାନଙ୍କର ଗୋଟେ ନୈତିକ ପରିବର୍ତ୍ତନ ହଉଛି କିଏ ଜାଣିଛି ସେମାନେ ବିଜେଡି ଗୋଟିଏ ଲୋକର ପାର୍ଟି ଏବେ ଦି ଲୋକଙ୍କର ପାର୍ଟି ହେଲା ପାଣ୍ଡିଆନ ଆଉ ନବୀନ ନବୀନ ମାଲିକ କି ପାଣ୍ଡିଆନ ମାଲିକ ବି ଆମେ ଜାଣିନୁ କିଏ କାହାର ମାଲିକ କିଏ କାହାର କଣ ଯେ ଜାଣିନୁ ତ ଯେତେବେଳେ ଗୋଟେ ସମସ୍ତଙ୍କୁ ଗୋଟେ ରାଜନୈତିକ ଲୋକମାନଙ୍କୁ ଯୋଉ ଭଳିଆ ବ୍ୟବହାର ବିଗତ 24 ବର୍ଷରେ ଦିଆଗଲା ଗଣତନ୍ତ୍ର ପ୍ରତି ଶୁଭଙ୍କର ନଥିଲା ଏମଏଲଏ ମାନେ ଦରି ବହୁଥିଲେ ପରା ଏମଏଲଏ ମାନେ ଚୌକି ବହୁଥିଲେ ଏମଏଲଏ ମାନେ ଦରି ବହୁଥିଲେ ସେମାନଙ୍କର ମନରେ ଯୋଉ କଷ୍ଟଟା ଅଛି ଏଟା ବାହାରୁଛି ଆଉ ସେମାନେ ଦଳ ପରିବର୍ତ୍ତନ କରୁଛନ୍ତି ସେଥିପାଇଁ ଆମେ କଣ କରିବୁ ସେଟା ମୁଁ ସେତେ ବଡ ବଡ କଥା କହିପାରିବିନି ମୁଁ ଏତିକି କହିବି ଯେ ବିଜେଡିର ଭବିଷ୍ୟତ ଲମ୍ବା ନୁହେଁ।